ଶ୍ରୀରାମଙ୍କ ଅଭିଷେକ ଉତ୍ସବ ପରେ ତାଙ୍କ ସହ ଦୁର୍ଦ୍ଦିନରେ ସଙ୍ଗ ଦେଇ ସହାୟକ ହୋଇଥିବା ଯୁଦ୍ଧପତିମାନଙ୍କୁ କୃତଜ୍ଞତା ସ୍ୱରୂପ ଶ୍ରୀରାମ ସୀତା ବିଭିନ୍ନ ଉପହାର ପ୍ରଦାନ କରୁଛନ୍ତି। ହନୁମାନଙ୍କୁ ସ୍ୱତନ୍ତ୍ର ଭାବରେ ଏକ ମାଳା ପିନ୍ଧାଇଛନ୍ତି ସୀତା। ଶ୍ରୀରାମ ଅତ୍ୟନ୍ତ ସନ୍ତୋଷ ହୋଇ ହନୁମାନଙ୍କୁ ବର ଦେଉଛନ୍ତି, ଯେତେ ଦିନ ରାମ ନାମ ଥିବ ସେତେ ଦିନ ତୁମେ ଅମର ରହିବ। ମନ୍ତ୍ରୀପଦ ଲକ୍ଷ୍ମଣ ଗ୍ରହଣ ନ କରିବାରୁ ଭରତଙ୍କୁ ମନ୍ତ୍ରୀପଦରେ ବରଣ କରିଛନ୍ତି ଶ୍ରୀରାମ। ସମସ୍ତେ ନିଜ ନିଜ ସ୍ଥାନକୁ ପ୍ରସ୍ଥାନ କରିବା ସହ ଶେଷ ହେଉଛି ଯୁଦ୍ଧକାଣ୍ଡ। କପି ବଳ ନେଲାଣି ମାଗିଲେ ସେହି କାଳ, ତାରାରୁ ମାସୁ ଗ୍ରୀବଙ୍କରାଣୀ ବସ୍ତ୍ର ଅଳଙ୍କାର ଦେଲେ ଆଣି। ରାମ ତହୁ ପାଇ ପୌରୁଷ ବସାକୁ ଗଲେ ହୋଇ ହରସ, ରାମ ଛାମୁକୁରାଇ ଲକ୍ଷ୍ମଣ ବୋଲନ୍ତି ହେ କର ମନ୍ତ୍ରୀପଣ। ଲକ୍ଷ୍ମଣ ସ୍ୱୀକାର ନ କଲେ ମନରେ ମନ୍ତ ବିଚାରିଲେ, ସମସ୍ତେ ବୋଲିବେ ମନ୍ତ୍ରୀ ହେଲେ ଏଥ କୁଟି ସଙ୍ଗେ ଯାଇଥିଲେ। ଲକ୍ଷ୍ମଣର ନାସ୍ତି କଲା ଜାଣି ବ୍ରତ ପୁରାଇଣ ରଘୁମଣି, ଦେଲେ ତାଙ୍କୁ ମନ୍ତ୍ରୀ ପଣେ ଶାଢ଼ୀ ବ୍ରତ ଜଣାଇଲେ କର ଯୋଡ଼ି। ଅଷ୍ଟମନ୍ତ୍ରୀ ସୁମନ୍ତ୍ର ସଙ୍ଗର ଏମାନଙ୍କୁ ଶାଢ଼ୀ ଆଜ୍ଞା କର, ଶୁଣି ରାମ ଦେଲେ ଶାଢ଼ୀ ମାନ ଅଭିଷେକ ହୋଇଲା ସମ୍ପୂର୍ଣ୍ଣ। ସୀତା ଘେନି ଦିବ୍ୟପୁରେ ବିଜେ ସମସ୍ତେ ରହିଲେ ଯେ ଝାକାର୍ଜେ, ଯୁଦ୍ଧ କାଣ୍ଡ ହୋଇଲା ସମ୍ପୂର୍ଣ୍ଣ ରାମ ପାଦେ ଦିନ ବିଶି ମନ। ଏଇଠି ଶେଷ ହେଉଛି ଲଙ୍କା ବା ଯୁଦ୍ଧକାଣ୍ଡ ଏବଂ ଆରମ୍ଭ ହେଉଛି ଶେଷ କାଣ୍ଡ ଉତ୍ତରାକାଣ୍ଡ। ଏହି କାଣ୍ଡ ଆରମ୍ଭରେ ଶ୍ରୀରାମଙ୍କ ନିକଟରେ ପହଞ୍ଚିଛନ୍ତି ଋଷି ଅଗସ୍ତୀ। ଶ୍ରୀରାମଙ୍କ ଅନୁରୋଧରେ ରାବଣର ଜନ୍ମ ବୃତ୍ତାନ୍ତ କହୁଛନ୍ତି। ଅଭିଷେକ ଆର ଦିନ ଦେବ ରାବଣାରୀ, ସୁଗ୍ରୀବୀ ଭୀଷଣ ବ୍ରତ ଘେନି ସଭା କରି, ବଶିଷ୍ଠ ଜାବାଳି ପୁରୋହିତ ମନ୍ତ୍ରୀ ମାନେ ମହାରାଜା ମାନେ ଛନ୍ତି ଶ୍ରୀରାମ ଆସ୍ଥାନେ। ଏମନ୍ତ ସମୟ ଦ୍ୱାରୀ ଜଣାଇଲା ଯାଇ, ଅଗସ୍ତୀ ଅଛନ୍ତି ସିଂହ ଦ୍ୱାରେ ଉଭା ହୋଇ, ସମସ୍ତ ଋଷି ମାନଙ୍କୁ ସଙ୍ଗତରେ ଘେନି, ଏମନ୍ତ ଜଣାଇ ଶିରେ ଦେଲା କରବେନି। ରାମ ଆଜ୍ଞା ପାଇ ଦ୍ୱାରୀ ବେଗେ ଚଳିଗଲା, ବହୁ ପୂଜା କରି ତାଙ୍କୁ ଛାମୁକୁ ଆଣିଲା। ଦେଖି ରାମ ସିଂହାସନୁ
ବେଗେ ଓହ୍ଲାଇଲେ ଚରଣ ଛୁଇଁଣ ତାଙ୍କୁ ନମସ୍କାର କଲେ ଜଣ ଜଣ କରେ ତାଙ୍କୁ ପୂଜା ମାନ୍ୟ କଲେ ସୁବର୍ଣ୍ଣ ଆସନ ମାନ ସମସ୍ତଙ୍କୁ ଦେଲେ ଅଗସ୍ତି ବୋଲନ୍ତି ରାମ ତ୍ରିଲ ଗୌରବନେ ଅଭିଷେକ ଶୁଣି ଆସି ଅଛୁ ହୃଷ୍ଟ ମନେ ଦେବତା ଋଷି ମାନଙ୍କୁ ଦେଲ ହେ ଅଭୟ ରାବଣକୁ ମାରି ଯାହା ଲଙ୍କା କଲ ଜୟ ଭାଗ୍ୟ ବଳେ ନେତ୍ରେ ଆମ୍ଭେ ଦେଖିଲୁ ତୁମ୍ଭଙ୍କୁ ମହାସୁଖୀ କରାଇଲୁ ନୟନ ମନକୁ ରାବଣ କୁମ୍ଭକର୍ଣ୍ଣଙ୍କୁ ଯାହା ନିବାରିଲ ମହିରେ ଅଶ୍ରୁତ ଲୌକିକ କର୍ମ କଲ ଏଥୁ ଅତ୍ୟନ୍ତ ଦୁଃସହ ରାବଣର ବଧ ଦେଖି ଚକିତ ହୋଇଲେ ସକଳ ବିବୁଧ ରାମ ସମ୍ଭାସିଲେ ଯେ ରାବଣ ମହାବୀର ତାଙ୍କୁ କିମ୍ପା ପ୍ରଶଂସା ନକଲ ମୁନିବର ଯେବେ ମୁହିଁ ଶୁଣିବାକୁ ହୋଇ ବିଭାଜନ ତେବେ ମୋତେ ସମସ୍ତ କହିବ ତପୋଧନ ମୁନି ବୋଲନ୍ତି ସମସ୍ତ କଥା ଜାଣୁ ଆମ୍ଭେ ସାବଧାନ ହୋଇଣ ଶୁଣିବ ଏବେ ତୁମ୍ଭେ ବ୍ରହ୍ମାଙ୍କର ନନ୍ଦନ ପୁଲସ୍ତ୍ରୀ ମୁନିବର ସମସ୍ତେ ଯେ ବୋଲନ୍ତି ଦ୍ୱିତୀୟ କୁଶଧର ତପ କରିବାକୁ ମେରୁ ପାଶକୁ ଯେ ଗଲେ ତୃଣବିନ୍ଦୁ ମଠ କିଛି ଦୂରରେ ଦେଖିଲେ ମନୋରମ ସ୍ଥାନ ମେରୁ ପାଶେ ଦେଖି ମୁନି ବେଦାଧ୍ୟୟନ କରନ୍ତି ଦିବସ ରଜନୀ ଋଷି କନ୍ୟା ମାନେ ସେଠାରେ ରୁଣ୍ଡ ହୋଇ କ୍ରୀଡ଼ା କଲେ ସେ ଋଷିଙ୍କ ଖଣ୍ଡେ ଦୂରେ ଥାଇ କେ ବୀଣା ବାଦ୍ୟ ବଜାଇ କେ ଗାବନ୍ତି ଗୀତ ଉନ୍ମତ୍ତେ ସକଳ କନ୍ୟା ହୋଇଥାନ୍ତି ମତ୍ତ ସେ କନ୍ୟାଙ୍କ ମୁଖ ରାବ ଦେବଙ୍କୁ ନିରୋଧ ଏମନ୍ତ ଜାଣିଣ ମୁନି କଲେ ମହାକ୍ରୋଧ ସେ କନ୍ୟାମାନଙ୍କୁ ମୁନି ରାଇ ଆଜ୍ଞା ଦେଲେ ଏଠାକୁ ଅଇଲେ ଗର୍ଭ ହୋଇବ ବୋଇଲେ ଆଜକ ମାତ୍ର ଦୋଷ କଲୁ ଆମ୍ଭେ କ୍ଷମା କାଲି ଅଇଲେ ଯେ ଗର୍ଭ ହେବ ସର୍ବମା କନ୍ୟାମାନେ ନିବର୍ତ୍ତିଲେ
ऋषि वाक्य शुणी तृणबिन्दु नन्दिनी न थिले ताहा जानी तार दिन खेलिबाकु गले से सुमुखी सखी मानकु न देखी होइले से दुखी ऋषिंक आज्ञारु से सुंदरी गर्भ हेले तृणबिन्दु ऋषि जोग बड़रे जानिले कन्याकु घेनीण पुलस्त्रींक पासे गले दुही तार कर धरी समर्पिण देले भूमुनि तुम्भंकु सेवा करु तपस्ताने तुम्भंकु ए दुही ताकु देली तो समने शुणिण पुलस्ती तांकु अंगीकार कले आपणा सापरु गर्भ होइछि जानिले बोलंती देवाध्ययन हेला तोर गर्भ एथु जेउ पुत्र हेब होइब दुर्लभ एमन्ते किछि दिनान्ते होइला जनम विश्वबारु शिवलीन देले तार नाम द्वितीय ब्रह्मा प्राय विश्रवा महाऋषि बहुत पकले मेरु उत्तर